आज जाइଥିଲି ୱାକିଂ ଦେବା ପାଇଁ। ତ ୱାକିଂ ପାମ୍ରେ ମୋତେ ମେସେଜ୍ ଆସିଥିଲା, ମେଲ୍ ଆସିଥିଲା କି ଶୁକ୍ରବାର ଦିନ ତାଙ୍କର ଯେଉଁ HR ସେ ମୋତେ ମେଲ୍ ରେସ୍ପନ୍ସ କରିଥିଲେ। ତାପରେ ସେ ମୋତେ କଲ୍ କରିଥିଲେ କି ମାନେ ୱାକିଂ ଯଦି ତୁମେ ଇଣ୍ଟରେଷ୍ଟ ଅଛ କି ପ୍ୟାକେଜ୍ ଏତିକି ଦେନ୍ ତୁମେ ସଣ୍ଡେ ଡ୍ରାଇଭ୍ ଅଛି ୱାକିଂ ଡ୍ରାଇଭ୍ ଦେନ୍ ତୁମେ ଆସିପାରିବ। ତ ସଣ୍ଡେ ଫାଇନାଲି ୱାକିଂ ଡ୍ରାଇଭ୍ ଯେଉଁ ଥିଲା ତ ବହୁତ ଦିନ ମୁଁ ୱାକିଂ ବି ଯାଇନଥିଲି। ଆଉ ୱାକିଂ ସେମାନେ ଯେତେବେଳେ ମୋତେ ସ୍କେଡ୍ୟୁଲ୍ କଲେ ୱାକିଂ ପାଇଁ ତ ମୁଁ କ'ଣ କଲି ୱାକିଂ ଯିବି ବୋଲି ପ୍ରିପେୟାର ହେଲି। ତ ଏତେ ବି ମୁଁ ରେଡ଼ି ନଥିଲି, ତ ନର୍ମାଲ୍ ଯାହା ପଢ଼ାପଢ଼ି କରିଥିଲି। ତ ତାପରେ ମୋତେ ମେଲ୍ ଆସିଲା, ରେ ତାଙ୍କର ଯେଉଁ ୱାକିଂର ଯେଉଁ ଅଫର୍ ଲେଟର୍ ଟାଇପ୍ର ତାଙ୍କର ଥାଏ ଆକ୍ସେପ୍ଟାନ୍ସ ଲେଟର୍, ତ ତୁମେ ସେଇଟାକୁ ନେଇକିରି ତୁମେ ଯିବ ତୁମର ଅଫିସ୍, ତାଙ୍କ ପର୍ଟିକୁଲାର ଅଫିସ୍ ଯେଉଁଠି ଅଛି। ତ ବାଙ୍ଗାଲୋରରେ ତାଙ୍କର ଇକୋ ୱାର୍ଲ୍ଡର ଅଫିସ୍ ଅଛି। ତ ନର୍ମାଲ୍ ତାର 4th ଫ୍ଲୋର୍ରେ ସେଇଟା ରହୁଛି। ଇକୋ ୱାର୍ଲ୍ଡ ଭିତରକୁ ଗଲା ପରେ ତାଙ୍କର 30 ବିଲ୍ଡିଂ ନମ୍ବର 30। ଦେନ୍ ମୁଁ ଯାଇ ସେଠି ପହଞ୍ଚିଲି ଫାଇନାଲି। ଆଉ ପହଞ୍ଚିଲା ପରେ ମୁଁ ସେଠି ଏଣ୍ଟ୍ରି କରିକି ମୋର ଭିତରକୁ ଗଲି। ଆଉ ଗଲାବେଳକୁ ମିନିମମ୍ ସେତେବେଳକୁ ଟାଇମିଂ ଥିଲା 12ଟାରୁ ମୁଁ ଘରୁ ବାହାରିଲି ସେଇ 12ଟା 12:30ରେ ଯାଇକି ସେଠି ପହଞ୍ଚିଲି। ପହଞ୍ଚିଲା ପରେ ସେଠି ବହୁତ ପିଲା ଥିଲେ, ଆରାଉଣ୍ଡ 100 ପାଖାପାଖି ପିଲା ସେତେବେଳେ ଥିଲେ। ତାପରେ ସେମାନେ କ'ଣ କରୁଥିଲେ, HR କ'ଣ କରୁଥିଲେ, ତାଙ୍କ ରେଜ୍ୟୁମ୍ ସେମାନେ ନେଇକିରି ଗୋଟେ କନସେଣ୍ଟ ଫର୍ମ ଫିଲ୍ଅପ୍ କରିବାର ଥିଲା। ସେ କନସେଣ୍ଟ ଫର୍ମରେ ଲେଖା ହେଇଛି କି 3 days ତାଙ୍କର ୱାର୍କ ଫ୍ରମ୍ ୱିଥ୍ 2 days ୱାର୍କ ଫ୍ରମ୍ 3 days ଅଫିସ୍ ଆସିବାର ଅଛି। କାହିଁକିନା ଏବେ ଯେଉଁ କ୍ଲାଏଣ୍ଟକୁ ସେ ଅନବୋର୍ଡ଼ କରିବେ ସେ କ୍ଲାଏଣ୍ଟ ତୁମକୁ ଅଫିସ୍ ଡାକିବ। ତ ତୁମେ ସେଇ ହିସାବରେ କନସେଣ୍ଟ ଫର୍ମ ଗୋଟେ ଫିଲ୍ଅପ୍ କଲେ ଦେନ୍ ତୁମର କ୍ଲାଏଣ୍ଟ ଯେତେବେଳେ ବି ଡାକିବ କେହି ଆଉ ମନା କରିପାରିବେ ନାହିଁ କି ଫର୍ମ ଫିଲ୍ଅପ୍ କରିଥିଲେ। ତାପରେ ସେମାନେ କ'ଣ କରୁଥିଲେ, ଆଧାର କାର୍ଡ଼ କି ପାନ୍ କାର୍ଡ଼ ତୁମେ ଯେଉଁଟା ଦେଉଛ ସେଇଟାରେ ସେ କ'ଣ କରୁଥିଲେ, ଗୋଟେ ଫଟୋ ଉଠାଉଥିଲେ। ମାନେ ଆମର ଯେଉଁମାନେ ବି ଯାଉଥିଲେ ଇଣ୍ଟରଭ୍ୟୁ ଦେବା ପାଇଁ ତାଙ୍କ ସହିତ ଗୋଟେ ଠିଆ ହେଇକିରି ଏମିତି ଧରିକିରି ଗୋଟେ ଫଟୋ ଉଠାଇବାକୁ ପଡ଼ୁଥିଲା। ତାପରେ ଏ ଜିନିଷ ସରିଲା ପରେ ତୁମେ ତାପରେ ୱେଟ୍ କରିବ। ବହୁତ ପିଲା ଯାଇଛନ୍ତି 10ଟାରୁ 11ଟାରୁ ଯାଇଛନ୍ତି। ତାଙ୍କର ଇଣ୍ଟରଭ୍ୟୁ ବହୁତ ଲେଟ୍ ବି ହେଲା, 3ଟା 4ଟା ଯାଏ ଇଣ୍ଟରଭ୍ୟୁ ହେଲା ଫାର୍ଷ୍ଟ ରାଉଣ୍ଡ। ତାପରେ ଯିଏ ଫାର୍ଷ୍ଟ ରାଉଣ୍ଡ ସିଲେକ୍ଟ ହେଉଛି ତାପରେ ସେକେଣ୍ଡ ରାଉଣ୍ଡ ତାର ହେଉଛି। ଫାର୍ଷ୍ଟ ରାଉଣ୍ଡ ତ ତାକୁ ବହୁତ ଟାଇମ୍, ମାନେ ତାଙ୍କର ପ୍ୟାନେଲ୍ ଆକ୍ଚୁଆଲି ବେଶୀ ପ୍ୟାନେଲ୍ ନଥିଲେ, ଆଇ ଥିଙ୍କ 3-4 ଜଣ ପ୍ୟାନେଲ୍ ଥିଲେ। ପିଲା ଆରାଉଣ୍ଡ 300-400 ଭଳିଆ ପିଲା ଥିଲେ। ତାପରେ ସେମାନେ ଆକ୍ଚୁଆଲି ସିଏ ଫିଲ୍ଟର ଏମିତି କରିଥିଲେ ଭଲ ହେଇଥାନ୍ତା କି ମାନେ ଯଦି ତୁମର ଫାର୍ଷ୍ଟ ରାଉଣ୍ଡରେ ତୁମର ରିଜେକ୍ଟ କରିବାର ଅଛି ବହୁତ ପିଲାଙ୍କୁ, ଦେନ୍ ତୁମେ କୋଡ଼ିଂ 2ଟା ଦେଇଦେଲ କି ଗୋଟାଏ ଦେଇଦେଲ, ଯଦି ଜଜ୍ କରିବାର ଅଛି ତୁମେ ପିଲାଙ୍କୁ ତା ଭିତରେ କାଟିଦେବ। ସେମାନେ କ'ଣ କରୁଥିଲେ, ମାନେ ଗୋଟେ ପିଲା ଫ୍ରଷ୍ଟ୍ରେଟ୍ ହେଇକି ଗଲା। ତାର 1 hour 20 minute ଗୋଟେ ଇଣ୍ଟରଭ୍ୟୁ ନେଇଛନ୍ତି ଫାର୍ଷ୍ଟ ଟେକ୍ନିକାଲ୍ ରାଉଣ୍ଡ। ତାପରେ ତାକୁ ସିଏ ଆକ୍ଚୁଆଲି ମେନସନ୍ କରିଥିଲା ଯେ API ସେ ଜାଣିନି। API ନ ଜାଣିଲା ପରେ ବି ସେ ମେନସନ୍ କଲା ପରେ ତାକୁ ସେଇ 3 ଥର ସେ କହିଲା ହିଁ ଯେ ମୁଁ API ଜାଣିନି, API ଅଟୋମେସନ୍ କାମ କରୁନି, API କାମ କରୁନି। ତାପରେ ବି ତାକୁ ଇଣ୍ଟରଭ୍ୟୁରେ ପଚାରୁଛନ୍ତି କି APIରେ ସେ ଜିନିଷଟା କ'ଣ ହେବ, APIରେ ସେ ଜିନିଷଟା କ'ଣ ହେବ, ତୁମେ କାହିଁ ମେନସନ୍ କରୁନ, ତୁମେ କାହିଁ କାମ କରୁନ। ଦେନ୍ ସେ ପିଲାଟା ଫ୍ରଷ୍ଟ୍ରେଟ୍ ହେଲା। ତାପରେ ତଥାପି ତାର ଇଣ୍ଟରଭ୍ୟୁ ଭଲ ଯାଇଥିଲା, 1 ଘଣ୍ଟା 20 ମିନିଟ୍ ପାଖାପାଖି ସେ ପିଲାଟା ସାଙ୍ଗେ କଥା ହେଉଥିଲି। ତାପରେ ମୋର ଇଣ୍ଟରଭ୍ୟୁ ଯେତେବେଳେ ପଡ଼ିଲା, ମୋର ଆରାଉଣ୍ଡ 3:30 ପାଖାପାଖି ମୋର ଫାର୍ଷ୍ଟ ରାଉଣ୍ଡ ପଡ଼ିଲା। ତାପରେ ଫାର୍ଷ୍ଟ ରାଉଣ୍ଡ ଚାଲିଲା ଆରାଉଣ୍ଡ 30-40 ମିନିଟ୍ ପାଖାପାଖି ଫାର୍ଷ୍ଟ ରାଉଣ୍ଡ ଚାଲିଲା। ତ ଫାର୍ଷ୍ଟ ରାଉଣ୍ଡରେ ବହୁତ ପିଲା ତା ପୂର୍ବରୁ ବହୁତ ପିଲାଙ୍କୁ ସିଲେକ୍ଟ କରୁଥିଲେ। ତାପରେ 2ଟା ରାଉଣ୍ଡ 3ଟା ରାଉଣ୍ଡ ସାରିକି ତାଙ୍କୁ ପଠାଇ ଦେଉଥିଲେ। 2ଟା ରାଉଣ୍ଡ ହିଁ କରୁଥିଲେ। ତାପରେ ସେମାନେ କ'ଣ କଲେ, ଯେଉଁ ପିଲାଙ୍କର ହେଇଯାଉଥିଲା ତାକୁ କହିଦେଉଥିଲେ କି ତୁମେ ଯାଅ ମଣ୍ଡେ ଟ୍ୟୁଜଡ଼େ ତୁମକୁ ଜଣାଯିବ। ତାପରେ ରହିଲା ଆଉ ଯେଉଁ ପିଲା ବି ୱେଟ୍ କରିଥିଲେ, ତାଙ୍କର କାହାର ଫାର୍ଷ୍ଟ ରାଉଣ୍ଡ ହେଇନି 4ଟା 5ଟା ଯାଏ। ତାପରେ କାହାର କିଏ ସେକେଣ୍ଡ ରାଉଣ୍ଡ ପାଇଁ ୱେଟ୍ କରିଛି। ତ ପ୍ୟାନେଲ୍ ବି ଆଭେଲେବଲ୍ ଥିଲେ। ତାପରେ ଆକ୍ଚୁଆଲି ଟିକେ ଲେଟ୍ ପ୍ରୋସେସ୍ ଥିଲା। ତ ଯେହେତୁ ପ୍ୟାନେଲ୍ କମ୍ ପିଲା ଅଧିକ, ପିଲା କଣ୍ଟିନ୍ୟୁଅସ୍ 3ଟା 4ଟା ଯାଏ ପିଲା ବି ଆସୁଥିଲେ। ତ ୱାକିଂ ଯେହେତୁ ଅଛି, ପିଲାଙ୍କୁ ଯାହାକୁ କଲ୍ ଲେଟର୍ ଯାଇଛି, ପର୍ଟିକୁଲାର HR ଯେଉଁ କଲ୍ ଲେଟର୍ ପଠାଇଛନ୍ତି, ଡିଫରେଣ୍ଟ ରିକ୍ରୁଟର ଥିଲେ, ଡିଫରେଣ୍ଟ ରିକ୍ରୁଟର ସେମାନଙ୍କୁ କଲ୍ ଲେଟର୍ ପଠାଇଛନ୍ତି କି ତୁମେ ଆସିକିରି ଇଣ୍ଟରଭ୍ୟୁ ଆଟେଣ୍ଡ କରିବ ୱାକିଂ। ତାପରେ ସେମାନେ ଯେତେବେଳେ ଗଲେ ଦେନ୍ ସେମାନେ ଯେତେ ଲେଟ୍ ବି କଲେ ବି କ'ଣ ଅଛି, ୱାକିଂ ତ ହେଉଛି। ଦେନ୍ ପ୍ୟାନେଲ୍ ବି ଆଭେଲେବୁଲ୍, ତାପରେ ରିକ୍ରୁଟର ଟିମ୍ ବି ଅଛନ୍ତି, ସେମାନେ ସବୁ ରିଜ୍ୟୁମ୍ ଭେରିଫାଇ କରୁଛନ୍ତି। ଆଉ ଡିଫରେଣ୍ଟ ପ୍ରୋଫାଇଲ୍ର ଜାଭା ସ୍କ୍ରିପ୍ଟ ଅଛି, ପ୍ଲେ ରାଇଟ୍ ଅଛି, ଟାଇପ୍ ସ୍କ୍ରିପ୍ଟ, ତାପରେ ଜାଭା ସେଲେନିୟମ୍ ପ୍ଲସ୍ AI, ତ ବହୁତ ପ୍ରକାର ପ୍ରୋଫାଇଲ୍ ଥିଲା। ତ ଏକ୍ସପିରିଏନ୍ସ ସେମିତି 5ରୁ 6 ବର୍ଷ, 10+ ଇୟର୍, 7+ ଇୟର୍, ମ୍ୟାକ୍ସିମମ୍ 10+ ବି ପିଲା ଥିଲେ
5+ ଇୟର ପିଲା ଥିଲେ, ତ ମ୍ୟାକ୍ସିମମ୍ 5+ ହିଁ ପିଲା ବେଶୀ ଥିଲେ। ତ 10+ର 5+ର ବହୁତ ପିଲା ଥିଲେ। ତାପରେ ସେମାନେ ଯେତେବେଳେ ଇଣ୍ଟରଭ୍ୟୁ ଷ୍ଟାର୍ଟ କଲେ, ଚାଲିଲା ତାଙ୍କର ଆକ୍ଚୁଆଲି ଗୋଟେ ଗୋଟେ ପିଲାଙ୍କୁ ସେମାନେ 1 ଘଣ୍ଟା ଉପରେ ନେଉଥିଲେ। ଯେଉଁମାନେ 10 ଇୟର ଏକ୍ସପିରିଏନ୍ସ ସେମାନଙ୍କୁ ଆରାଉଣ୍ଡ 1 ଆୱାର ଉପରେ ସେମାନଙ୍କର ଇଣ୍ଟରଭ୍ୟୁ ଚାଲିଥିଲା। ବହୁତ ପିଲା, କିଛି ପିଲା ବି ସିଲେକ୍ଟ ହେଉଥିଲେ। ତ ସେ ପିଲା ଆସିକି କହୁଥିଲେ କି ସେ କ୍ୱେଶ୍ଚିନ୍ ପଚାରୁଛନ୍ତି, ସେ କ୍ୱେଶ୍ଚିନ୍ ପଚାରୁଛନ୍ତି। ତ ମ୍ୟାକ୍ସିମମ୍ ସେମାନେ ଡିପ୍ଲି ଟିକେ ଯାଉଥିଲେ, ଯେହେତୁ ସର୍ଭିସ୍ ବେସ୍ଡ। ତ ମୋର ଯେତେବେଳେ ରିଜ୍ୟୁମ୍ ଦେଖିଲେ, ମୋର 4ଟା କମ୍ପାନୀ ସବୁ ଯାକ ପ୍ରଡ଼କ୍ଟ ବେସ୍। ତ ସର୍ଭିସ୍ ବେସ୍ଡ ମୁଁ ଫାର୍ଷ୍ଟ ଟାଇମ୍ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲି। ତ ୱାକିନ୍ ବି ଥିଲା। ୱାକିନ୍ ସଣ୍ଡେ ଯେତେବେଳେ ମୋତେ, ମୁଁ କହିଲି ସଣ୍ଡେ ବି ତ କିଛି କାମ ନାହିଁ, ଯିବା ପଳେଇବା ମଣ୍ଡେ ଟୁ ଫ୍ରାଇଡ଼େ ଏମିତିରେ କେଉଁଠି ଇଣ୍ଟରଭ୍ୟୁ କ'ଣ ଥିଲେ ଦେବା। ତ ସେମିତି ଯେତେବେଳେ ସଣ୍ଡେ ହେଲା ମୁଁ ପଳେଇଥିଲି। ପଢ଼ିଲା ପରେ ସେମାନେ କ'ଣ କଲେ, ମୋ ରିଜ୍ୟୁମ୍ ନେଇକି, ମୋର ଯେତେବେଳେ ଟାଇମ୍ ଆସିଲା 3:30 3:40 ପାଖାପାଖି ମୋର ଟାଇମ୍ ହେଲା। ତାପରେ 12ଟାରୁ ବସି 3:30 3:45 ହେଇଗଲା ଫାର୍ଷ୍ଟ ରାଉଣ୍ଡ ହେବା ପାଇଁ। ତାପରେ ଫାର୍ଷ୍ଟ ରାଉଣ୍ଡରେ ସେ ନେଲେ। ଫାର୍ଷ୍ଟ ରାଉଣ୍ଡରେ ସେ କଲେକ୍ସନ୍ର, ମାନେ କଲେକ୍ସନ୍ରେ ସେ ମୋତେ ଫାର୍ଷ୍ଟ କୋଶ୍ଚିନ୍ କୋଡ଼ିଂ ଦେଇଥିଲେ। କଲେକ୍ସନ୍ ୟୁଜ୍ କରିକିରି ତୁମେ ଲିଙ୍କ ଲିଷ୍ଟ, ହାସ୍ ମ୍ୟାପ୍ ୟୁଜ୍ କରିକିରି ମାନେ ତୁମେ ଯାହା ସିଏ କ'ଣ କରିଥିଲେ, ନେମ୍ ଦେଇଥିଲେ, ପର୍ଟିକୁଲାର 4ଟା ନେମ୍ ଦେଇଦେଇଥିଲେ। ତାପରେ ଏସ୍ରେ, ଏରେ ମୋତେ କିଛି ପର୍ଟିକୁଲାର ନେମ୍ ଦେଇଦେଇଥିଲେ, ବିରେ କିଛି ନେମ୍ ଦେଇଦେଲେ, ସିରେ କିଛି ନେମ୍ ଦେଇଦେଲେ। ସବୁ ଯାକକୁ ମୁଁ ଷ୍ଟୋର୍ କରିବି କଲେକ୍ସନ୍ ଥ୍ରୁରେ। ତ ତାଙ୍କର କହିବାର ଥିଲା ଆନ୍ସର୍। ତାପରେ ଫାର୍ଷ୍ଟଟା ହେଇଥିଲା, ମୁଁ ଏତେ ଭଲସେ ପ୍ରିପେୟାର ହେଇନଥିଲି। ତଥାପି ଫାର୍ଷ୍ଟଟା ଯାଇଥିଲା 50-60% ଭଳିଆ ମୁଁ ଆପ୍ରୋଚ୍ ଫଲୋ କରିଥିଲି। ତାପରେ ସେକେଣ୍ଡଟା ସେ ମୋତେ ଦେଇଥିଲେ କି ଗୋଟେ ପର୍ଟିକୁଲାର ଟେବୁଲ୍ ଅଛି, ନେମ୍, ଷ୍ଟାଟସ୍ କୋଡ଼୍, ତାପରେ ତାଙ୍କର ରିଟ୍ରାଏ ତାଙ୍କର ଥିଲା। ତାପରେ ଷ୍ଟାଟସ୍ କୋଡ଼୍ରେ 500 ଥିଲା। ତାପରେ ନେମ୍ରେ AB ଥିଲା। ତ ଏମିତି କିଛି ଗୋଟେ ଟେବୁଲ୍ ଦେଇଥିଲେ। ଟେବୁଲ୍ରେ ମୋତେ କ'ଣ କରିବାର ଥିଲା କି, ସେ ଟେବୁଲ୍ରେ ମୋତେ କୋଡ଼ିଂ ଲେଖିବାର ଅଛି। ରିଟ୍ରାଏଟାକୁ ମୋତେ ବାହାର କରିବାର ଅଛି। ଆଉ ଷ୍ଟାଟସ୍ କୋଡ଼୍ ରହିବ ଫେଲ୍, ଷ୍ଟାଟସ୍ ଟାଇପ୍ ରହିବ ଫେଲ୍, ଆଉ ଷ୍ଟାଟସ୍ କୋଡ଼୍ 500। ଷ୍ଟାଟସ୍ କୋଡ଼୍ ଆବଶ୍ୟକ ନାହିଁ, କିନ୍ତୁ ତୁମର ରିଟ୍ରାଏ ଫେଲ୍ କରିବାର ଅଛି। ତ ମୁଁ ସେଇଟା ୟୁଜ୍ କରିକିରି ଆମର ଟେଷ୍ଟେନ୍ଜିର ୟୁଜ୍ କରିକି ମୁଁ ସେଇଟା କରିଥିଲି, ଜାଭା ସେଲିନିୟମର। ତାପରେ ଜାଭାର ମୋତେ ଗୋଟେ କୋଡ଼ିଂ ଫାର୍ଷ୍ଟଟା ଦେଇଥିଲେ। ଆଉ ଜାଭା ସେଲିନିୟମ୍ ଯେଉଁଟା ଥିଲା, ମୁଁ ଟେଷ୍ଟେନ୍ଜି ୟୁଜ୍ କରି କରିଥିଲି। ତ ସେଇଟା ଆମର ଠିକ୍ ହେଇଥିଲା। ଆଉ ରିଟ୍ରାଏ ଯେଉଁ ମେକାନିଜିମ୍ ଆମର ଅଛି, ସେଇଟା ୟୁଜ୍ କରାଯାଇଥିଲା। ତାପରେ ଜାଭା ଯେଉଁ କୋଡ଼୍ଟା, ସେଇଟା ମୁଁ 60-70% ପାଖାପାଖି ଠିକ୍ କରିଥିଲି, ଆପ୍ରୋଚ୍ ଫଲୋ କରିଥିଲି। ତାପରେ ସେ କ'ଣ କଲେ, କଣ୍ଟିନ୍ୟୁ କୋଶ୍ଚିନ୍ ଆସିଲେ, ପଚାରିଲେ କି ଅବଷ୍ଟ୍ରାକ୍ଟ କ୍ଲାସ୍, ଇଣ୍ଟରଫେସ୍ର ଡିଫରେନ୍ସ କ'ଣ, ତାପରେ କନଷ୍ଟ୍ରକ୍ଟର କ'ଣ, ତାପରେ ଲିଷ୍ଟ, ଆରେ ଲିଷ୍ଟ ଡିଫରେନ୍ସ, ତାପରେ ହାସ୍ ମ୍ୟାପ୍, ହାସ୍ ସେଟ୍ ଡିଫରେନ୍ସ, ତାପରେ ଓପ୍ସ କନସେପ୍ଟ ଏକ୍ସପ୍ଲେନ୍ କର। ତାପରେ ସେ କ'ଣ କଲେ, ସିନାରିଓ ଆଡ଼କୁ ଅଟୋମେସନ୍ର ସିନାରିଓ ଦେଇଥିଲେ। ତାପରେ ଆକ୍ସନ୍ କ୍ଲାସ୍, ଏକ୍ସପାଥ୍ କେମିତି ବାହାରେ, ଆକ୍ସନ୍ସ ଭିତରେ ଡିଫରେନ୍ସ କ'ଣ। ତାପରେ ଆସିଲା ଲୋକେଟର କେତେ ଟାଇପ୍ର। ତାପରେ ସେ ଅଟୋମେସନ୍ରୁ ଆଉ ଟିକେ, ମାନେ ଅଟୋମେସନ୍ ସେ ଆକ୍ଚୁଆଲି ବେସିକାଲି ମୋ ଏକ୍ସପିରିଏନ୍ସ ହିସାବରେ, ମୋର 5+ ଏକ୍ସପିରିଏନ୍ସ ଯେହେତୁ, ସେ ଆକ୍ଚୁଆଲି ଡିପ୍ଲି ଜାଭା ସେଲିନିୟମ୍ ଅଟୋମେସନ୍ ଉପରେ ବେଶୀ ଫୋକସ୍ କରୁଥିଲେ। କାରଣ ମୁଁ ଜାଭା ସେଲିନିୟମ୍ API ପକାଇଥିଲି, ତ ସିଏ ସେଇଟାକୁ ବେଶୀ ଫୋକସ୍ କରୁଥିଲେ। ଆଉ ତାପରେ AI ରିଲେଟେଡ଼୍ ବି କିଛି କୋଶ୍ଚିନ୍ ସେ ପଚାରୁଥିଲେ। ଆଉ ଇଏ ଯେଉଁ ସିଏ ଆକ୍ଚୁଆଲି ବେଶୀ, ଯେଉଁମାନେ ବି ଏବେ ଭିଡ଼ିଓ ଦେଖୁଛ ଆଉ ଇଣ୍ଟରଭ୍ୟୁ ତୁମେ ପ୍ରିପେୟାର ହେଉଛ, ତୁମେ ଜାଭା କନସେପ୍ଟ ଭଲସେ କ୍ଲିୟର ହୁଅ। ଆଉ ପ୍ରୋଗ୍ରାମିଂ, ଆଟଲିଷ୍ଟ ପ୍ରୋଗ୍ରାମିଂ ତୁମେ ବେସିକ୍ ଜାଣିଗଲେ ବେଟର୍। ୱିଥ୍ ତୁମେ କଲେକ୍ସନ୍ରୁ ଏଇ ଏକ୍ସପିରିଏନ୍ସ ହିସାବରେ 5+ ବର୍ଷ ଏକ୍ସପିରିଏନ୍ସ ଯଦି ବି ଯିଏ ଟ୍ରାଏ କରୁଛ, ଦେନ୍ କଲେକ୍ସନ୍ ଟିକେ ଦେଖିଲେ ବେଟର୍। କାହିଁକିନା କଲେକ୍ସନ୍ରୁ ସେମାନେ କ'ଣ କରୁଛନ୍ତି, ସେମାନେ ଦେଖ, ଇଣ୍ଟରଭ୍ୟୁର ଆକ୍ଚୁଆଲି 100% ତୁମର ଆନ୍ସର୍ ଦରକାର ନାହିଁ ତାଙ୍କୁ। ଇଣ୍ଟରଭ୍ୟୁର ଦେଖୁଛନ୍ତି ତୁମେ ଆପ୍ରୋଚ୍ କେମିତି ଫଲୋ କରୁଛ। ତୁମେ ଆପ୍ରୋଚ୍ ଯଦି ଫଲୋ କରୁଛ, ଦେନ୍ ତୁମେ ଆରାମସେ ଗୋଟେ ଇଣ୍ଟରଭ୍ୟୁ କ୍ରାକ୍ କରିପାରିବ। କିନ୍ତୁ ପିଲା ହିସାବରେ, ପିଲା ଯେହେତୁ ବହୁତ ଅଛନ୍ତି, 300-400 ପିଲାଙ୍କ ସାଙ୍ଗରେ କମ୍ପିଟ୍ କରୁଛ ତୁମେ, ଦେନ୍ ସେଠି ଟିକେ ଟପ୍ ରହିବ, କୋଶ୍ଚିନ୍ ଟପ୍ ରହିବ, ସିଲେକ୍ସନ୍ ବି ଟପ୍ ରହିବ। ତ ସିଲେକ୍ସନ୍ ସେମାନେ କେଉଁ ଲେଭେଲ୍ରେ କରୁଛନ୍ତି। ତାପରେ ସିଲେକ୍ସନ୍ କଲା ପରେ ସେମାନେ ଆକ୍ଚୁଆଲି ଦେଖ, ତାଙ୍କର 2ଟା ରାଉଣ୍ଡ ଗଲା ପରେ ସେମାନଙ୍କର ଆଉ ଗୋଟେ କ୍ଲାଏଣ୍ଟ ରହିବ, କ୍ଲାଏଣ୍ଟ ରାଉଣ୍ଡ। କାହିଁକିନା ଦେଖ, ସିଏ 2ଟା ରାଉଣ୍ଡରେ ଫିଲ୍ଟର କରିବେ। ତାପରେ କିଛି ପିଲାଙ୍କୁ ଫାର୍ଷ୍ଟ ରାଉଣ୍ଡରେ ରିଜେକ୍ଟ କଲେ, ତାପରେ ସେକେଣ୍ଡ ରାଉଣ୍ଡ ରିଜେକ୍ଟ କଲେ। ସେକେଣ୍ଡ ରାଉଣ୍ଡ, ଫାର୍ଷ୍ଟ ରାଉଣ୍ଡ ହେଲା ଯଦି ତୁମେ ସେକେଣ୍ଡ ରାଉଣ୍ଡ ଯିବ, ସେକେଣ୍ଡ ରାଉଣ୍ଡ ଯଦି ସିଲେକ୍ସନ୍ ହେଲା, ତାପରେ କ୍ଲାଏଣ୍ଟ। ତାପରେ ମୋର ଫାର୍ଷ୍ଟ ରାଉଣ୍ଡ ହେଇଯାଇଥିଲା। ଫାର୍ଷ୍ଟ ରାଉଣ୍ଡ ସେମାନେ ମୋତେ ଜଣାଇଥିଲେ। ତାପରେ ଏସବୁ ବହୁତ ଜିନିଷ ପଚାରିଲା ପରେ
तापर एक्शन क्लास गला तापर से मत पचारे जावास्क्रिप्ट एग्जीक्यूटर तापर गेट विंडो हैंडल्स तापर आमर सेलेनियम जो वेट से पचारे तापर यू जिन सब पचारे मो क्वेश्चन मोर वीडियो तले स्क्रीन रे देदेवी तो तुम मोर वीडियो देखिक पाइपर डिस्क्रिप्शन रे आउ जो मैंने प्रिपेयर हो सेयार करदेवी मोर जहाँ भी से आज क्वेश्चन पचारे तापर आउ गोटे जिन सी फास्ट राउंड गलापर सेकेंड राउंड रे सी बेसी से टेक्निकल माने आमको एक्चुअली से शेड्यूल करते सी कहले कि आम 2टा राउंड सरजिव टेक्निकल विथ मैनेजर तापर क्लाएंट राउंड हम ना किसी ग्यारेंटी ना देन ये 2टा राउंड ही आम बेस सिलेक्शन करूँ किंतु जो जेहेतु एत पिला 400 500 पिला देन से फिल्टर भी से लेवल रे करेंगे तो मुझे जानी माने मंडे ट्यूसडे रिजल्ट कौन आसो बट टेक्निकल सेकेंड टेक्निकल भी से जावा ऑटोमेशन रू ही सब क्वेश्चन आसला से कॉन्सेप्ट जावा कलेक्शन यही ऊपर से बेसी ध्यान दौरान आउ मेथड ओवरलोडिंग ओवरराइडिंग तापरे ओप्स कॉन्सेप्ट तुम कौटी यूज कर तुम पर्टिकुलर फ्रेमवर्क रे तापरे फ्रेमवर्क आर्किटेक्चर एक्सप्लेन कर फ्रेमवर्क स्ट्रक्चर एक्सप्लेन कर तापरे तुम ऑटोमेशन रे 2टा सिनारियो से देते तो ऑटोमेशन रो सिनारियो में तुम केमती स्कीप करुच गोटे ऑटोमेशन रे तुम केमती स्कीप करुच तुम टेस्ट केस को तापरे तुम आनोटेशन यूज केमती करुच यही सब जिन सब से थिला टिके डीपली टेक्निकल से पचार तो जो मैंने प्रिपेयर हो तुम टेक्निकली डीपली टी जाओ कलेक्शन आड़ गोटे देख आउ जावा टी भलसे फंडामेंटाली स्ट्रंग हो तापर सी एक्चुअली जो कोडिंग दौरान तो बहुत पिला कौन कर भूल कर पालिंड्रम है फिबोनाची सीरीज है कि तुम रिवर्स स्ट्रिंग होगला डुप्लिकेट एलिमेंट आरे होगला तो ये सब जिनस से देखिक जाऊँ कि एक्चुअली इंटरव्यूअर 5+ ईयर एक्सपीरियंस सेटा एक्चुअली पचार ना कहीं से कौन कर बेसी तुम माइंड टाक स्टडी कर तुम एक्चुअली से तुम सिनारियो बेस्ड कोडिंग दौरान आजिकल मुझे देखिली मु फास्ट टाइम तो सर्विस बेस्ड वाकिंग जाइली तो ये सब सिनारियो बेस्ड थिला आउ सी डायरेक्ट तुम पर्टिकुलर किसी फैक्टोरियल होगला कि पैलिंड्रोम होगला एनाग्राम होगला यहाँ देवेनि तो तुमको रिवर्सिंग फिवर्सिंग किसी मिल नहीं तो डिपेंड कर इंटरव्यूअर पैनल ता माइंड सेट कौन थी तो से हिसाब से देवे कि तुम यहाँ प्रिपेयर है बेटर हम तुम एटलिस्ट इंटरव्यूटा क्रैक कर फास्ट राउंड क्लीयर कर सेकेंड राउंड क्लीयर कर क्लाएंट राउंड भी आराम से तुम क्लीयर कर मैटर किसी तो यही था वीडियो तो मोर इंटरव्यू सरू सरू मोर होगला 5टा 5:30 पाखापाखि होगला फास्ट राउंड मुझे वेट कली से वेट कराइले बहुत पिला भी वेट करते तापर आम फीडबैक पचारू कि कौन है कौन नहीं ना वेट कर तुमको आम कहूँ तापर आम वेट करी से कौन कले आस फीडबैक देले बहुत समय पर घंटाटे लगे फीडबैक आसू तापर सेकेंड राउंड ने सेकेंड राउंड रो से कहले कि तुम लीव फॉर द डे तुमको जना तुम जाओ आराम से तुम मंडे ट्यूसडे आड़ तुमको मेल ना कॉल जो दिन जो मैंने सिलेक्ट हो क्लाएंट राउंड हम कि कौन हम देखा तो यही आज इंटरव्यू एक्सपीरियंसटा आप सेयार कली तो आपको आशा करूँ भल लगी वीडियोटा तो आपने जो मैंने भी इंटरव्यू दौच तो सी भी कमेंट बॉक्स में कमेंट कर क्वेश्चन भी जब तुम किसी अच्छी तुम पाखे एटलिस्ट सेयार कले पढ़ापढ़ी करने जो मैंने भी वीडियो देखुं पढ़ापढ़ी करने इजी हम जहाँ भी तुम इंटरव्यू दौच आ क्वेश्चन पाच प्लेराइट हो टाइपस्क्रिप्ट हो जावास्क्रिप्ट हो जहाँ भी तुम दौच तुम क्वेश्चन सेयार कर चैट्रे आउ जो मैंने भी एबे दब किसी डिमोटिवेट हो ना आराम से पढ़ापढ़ी कर एमती ना हम ना समस्त हम टिके टाइम लगे कि समस्त हो ये रोचे थैंक यू।